जय जगन्नाथ आपण मानक प्रज्योतिष वर्ल्ड को स्वागत। नमः शिवाय। आपण मैंने समस्ते जानते आमर आउ किछि दिन परे आमर महाशिवरात्रि बा जागर पर्व पालन करा जिवो। जागर एमती गोटे पर्व कि गोटे व्रत जहा कि समस्ते करि पारथांती, माने छोट पिला भी चाहिए जदि कर परिवे कि जो माने विवाहित हेई नथिबे महिला झियो हुअंतु कि पुओ हुअंतु से माने कर परिवे, विवाहित महिला माने कर परिवे, पुरुष माने कर परिवे, ता व्यतीत जो माने वृद्ध हेई जाइछन्ती मौसा मौसी से माने मध्य करि परिवे। एई महाशिवरात्रि व्रतटी समस्ते करिपारिवे, सेमिति किछि नाही जे एई माने विवाहित माने करिपारिवे कि अविवाहित माने करिपारिवेनि, सेमति किछि नाही, समस्ते करिपारिवे। किंतु एई जो व्रतटी अछि ସେଥିରେ ମାନେ ବହୁତ କିଛି ନିୟମ ରହୁଛି, ସମସ୍ତେ ସେଇ ନିୟମ ପାଳନ କରିବା କଥା। କିନ୍ତୁ ସମସ୍ତଙ୍କ ସୁବିଧା ଅସୁବିଧା ଦେଖି ତାଙ୍କର ସାମର୍ଥ୍ୟ ଦେଖି ସେମାନେ ଉପବାସ କରିଥାନ୍ତି। ଜାଗରରେ ଏଇ ଭିଡ଼ିଓରେ ଆପଣ ମାନେ ଜାଣିବେ ଯେ ଜାଗରରେ ଆପଣ ଯେଉଁ ଉପବାସ କରୁଛନ୍ତି ତ କେମିତି କରିବେ। ଯେଉଁ ଆପଣ ଦୀପ ଲଗାଉଛନ୍ତି ମହାଦୀପ କି ଆପଣ ଦୀପ ଲଗାଉଛନ୍ତି ସେ ଦୀପକୁ ଉଜାଗରେ ମାନେ ରହିକରି ଆପଣ ସେ ଦୀପ ଜାଳୁଛନ୍ତି, ଦୀପ କେମିତି ଜାଳିବେ, ତା ବ୍ୟତୀତ କାହିଁକି ଆପଣ ମହାଶିବରାତ୍ରି ବ୍ରତ କରିବେ, ଜାଗର ଓଷା ନ କଲେ ବି କ'ଣ ଅସୁବିଧା ହୁଏ, ସବୁ ଏ ଭିଡ଼ିଓରେ ଆପଣମାନେ ପାଇବେ। ପ୍ରଥମେ ଦେଖନ୍ତୁ, ଆପଣମାନେ ଜାଣିଥିବେ ଯେ ଏଇ ଯୁଗଟି ହେଉଛି ଆମର କଳିଯୁଗ। କଳି ଯୁଗରେ ଆପଣ ଯଦି ମହାଦେବଙ୍କୁ ପୂଜା କରୁଛନ୍ତି, ବିଶେଷ କରି ଏହି ଦିନରେ ପ୍ରତ୍ୟେକ ସୋମବାର ଯାଉଛନ୍ତି ମାନେ ତ ଆପଣ ବହୁତ ବଡ଼ ପୁଣ୍ୟ କରୁଛନ୍ତି, ସେ ଅଲଗା କଥା। ଯଦି ଶିବରାତ୍ରି ବ୍ରତଟେ କରୁଛନ୍ତି ତ ଆପଣଙ୍କ ସେ ବ୍ରତ ଆପଣଙ୍କର ପୂଜା କଲେ ନା ଆପଣଙ୍କ ସବୁ ମନବାଞ୍ଛିତ ମାନେ ଯାହା ବି ମନବାଞ୍ଛିତ ଇଚ୍ଛା ଥିବ ସବୁ କିଛି ପୂର୍ଣ୍ଣ ହେଇଥାଏ। ଆପଣ ମନୋକାମନା ପୂର୍ଣ୍ଣ ହେଇଥାଏ। ଯେଉଁମାନେ ଅବିବାହିତ ମହିଳା ହୁଅନ୍ତୁ କି ପୁରୁଷ ହୁଅନ୍ତୁ, ଝିଅ ହୁଅନ୍ତୁ କି ପୁଅ ହୁଅନ୍ତୁ, ତାଙ୍କର ନିଜର ଗୋଟେ ଭଲ ଜୀବନସାଥୀ ପାଇଁ ମଧ୍ୟ ଗୋଟେ ଭଲ ଜୀବନସାଥୀ ପାଇବା ଆଶାରେ ମଧ୍ୟ ଏଇ ବ୍ରତଟି କରିଥାନ୍ତି। ତା ବ୍ୟତୀତ ଜୀବନରେ ଯଦି ବହୁତ କଷ୍ଟ ଥାଏ, ସେ କଷ୍ଟ ଦୂର କରିବା ପାଇଁ ଏଇ ବ୍ରତଟି ମଧ୍ୟ କରାଯାଇଥାଏ। ଘରେ ସୁଖ ଶାନ୍ତି, ତା ବ୍ୟତୀତ ବିବାହିତା ମହିଳାମାନଙ୍କର ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି କରିବା ପାଇଁ ମଧ୍ୟ ଶିବରାତ୍ରିର ବ୍ରତ ମଧ୍ୟ କରାଯାଏ। ଯେଉଁମାନେ ବିବାହିତ ମହିଳା ଅଛନ୍ତି ସେମାନେ ନିଜର ସ୍ୱାମୀ, ନିଜ ପାଇଁ, ତା ବ୍ୟତୀତ ନିଜର ପିଲାଛୁଆ ପାଇଁ ମଧ୍ୟ ଏଇ ବ୍ରତଟି କରିଥାନ୍ତି। ଯେଉଁମାନଙ୍କର ସନ୍ତାନ ହେଉନାହିଁ ସେମାନେ ମଧ୍ୟ ଶିବରାତ୍ରି ବ୍ରତ ସନ୍ତାନ ପ୍ରାପ୍ତି କରିବା ପାଇଁ ମଧ୍ୟ କରିଥାନ୍ତି। ମାନେ ଏଇ ବ୍ରତଟି ଏମିତି ଗୋଟେ ବ୍ରତ, ମାନେ ସବୁ ବର୍ଗର ଲୋକମାନେ ମନୁଷ୍ୟମାନେ କରିପାରିବେ, ନିଜର କିଛି ନା କିଛି ଦୁଃଖ କିଛି ଇଚ୍ଛା ପୂରଣ କରିବା ପାଇଁ ସବୁ ପାଇଁ ଏଇ ବ୍ରତଟି ଜାଗର ଓଷା ମଧ୍ୟ କରିପାରିବେ। ତ ଜାଗର ଓଷାରେ ଆପଣ ଯଦି ଉପବାସ ରହୁଛନ୍ତି, ଦେଖନ୍ତୁ ଫାଷ୍ଟ ହେଉଛି ଉପବାସ ଯଦି ରହୁଛନ୍ତି ତ ଉପବାସ କେମିତି ରହିବେ। ଏଇଟା ଯେଉଁ ଜାଗର ଓଷା ବିଶେଷ କରି ନିର୍ଜଳା ରହାଯାଏ, ମାନେ ନିର୍ଜଳା କରାଯାଏ, ବିନା ପାଣିରେ ଆପଣ ସେଇ ଦିନଟି ଅତିବାହିତ କରିବେ। ଯଦି ଆପଣଙ୍କ ଦେହ ଖରାପ ରହୁଛି, ଛୋଟ ଛୁଆ ଅଛନ୍ତି, ଘରେ ଟିକେ ଏଜ୍ ହେଇଯାଇଛନ୍ତି, ମାନେ ଆପଣ ଶାଶୁ ଶ୍ୱଶୁର ରହୁଛନ୍ତି, ତାଙ୍କର ସେବା କରିବାକୁ ପଡ଼ୁଛି, ତ ଏଇ କେସ୍ରେ ଆପଣ ମାନେ ବିନା ପାଣିରେ ଆପଣ ରହିପାରୁନାହାନ୍ତି, ତ ସେଇ କ୍ଷେତ୍ରରେ ଆପଣ କ'ଣ କରିବେ, ପାଣି ପିଇପାରିବେ, ସରବତ ପିଇପାରିବେ। କିନ୍ତୁ ବିଶେଷ କରି ଧ୍ୟାନ ଦେବେ ଯେ ବାହାରୁ ଜିନିଷ ଆଣିକରି, ବାହାରୁ ସରବତ ଲସ୍ସି ଆଣିକରି ଆପଣ ବିଲକୁଲ ପିଅନ୍ତୁ ନାହିଁ। ଘରେ ଆପଣ ନିଜେ ହିଁ ବନେଇକରି ସରବତ ହଉ ପିଅନ୍ତୁ। ତା ବ୍ୟତୀତ ଆପଣ ଫଳମୂଳ ଖାଇପାରିବେ। ଆପଣ ତା ବ୍ୟତୀତ ଆପଣ ଚାହିଁବେ ଯଦି ମାନେ ଶାଗୁ, ମାନେ ଶାଗୁକୁ ରାନ୍ଧିବେନି, କଞ୍ଚା ଶାଗୁକୁ ଭିଜେଇ କରି ସେଥିରେ କଦଳୀ, ନଡ଼ିଆ, ଛେନା ଏସବୁ ପକେଇ, କ୍ଷୀର, ଘିଅ ଏମିତି ପକେଇ ଆପଣ କ'ଣ କରିବେ, ଶାଗୁ ଚକଟା କରି ମଧ୍ୟ ଖାଇପାରିବେ। କିନ୍ତୁ ଜାଗରରେ ବିଶେଷ କରି ଉପବାସର ବହୁତ ବଡ଼ ନିୟମ ରହିଛି। ଆପଣ ଯଦି ପାରୁଛନ୍ତି ତାହେଲେ ଉପବାସ କରନ୍ତୁ। ଯଦି ଆପଣ ପାରିପାରୁନାହାନ୍ତି ତାହେଲେ ଉପବାସ ମାନେ ସଂକଳ୍ପ ଯେତେବେଳେ ନେଉଛନ୍ତି ନା, ସେଇ ଅନୁସାରେ ସଂକଳ୍ପ ନିଅନ୍ତୁ ଯେ ମୁଁ ମାନେ ପୁରା ନିର୍ଜଳ ଉପବାସ କରିବି। ନିର୍ଜଳ ଉପବାସର ଆପଣ ଯଦି ସଂକଳ୍ପ ନେଉଛନ୍ତି, ପୁରା ଆପଣ ନିର୍ଜଳ ହିଁ ରହିବାକୁ ଚେଷ୍ଟା କରିବେ। ଆପଣ ଯଦି ସଂକଳ୍ପ କରି ଭାଙ୍ଗୁଛନ୍ତି ତାହେଲେ ଆପଣଙ୍କର ଦୋଷ ରହିଯିବ, ଆପଣଙ୍କ ସେଠି ଭୁଲ ରହିଯିବ, ଆପଣ ପୁଣି ସେଇ ଦୋଷର କ୍ଷମା ଆପଣଙ୍କୁ ମାଗିବାକୁ ପଡ଼ିବ। ତେଣୁକରି ଆପଣ ଯାହା କରିବେ ସେଇ ଅନୁସାରେ ଆପଣ ସଂକଳ୍ପ ନେଇକରି ପୂଜା କରନ୍ତୁ। ତା ବ୍ୟତୀତ ଦେଖନ୍ତୁ, ଆପଣ ଯେଉଁ ଦୀପ ଜାଳୁଛନ୍ତି,
ଆପଣ ଘରେ ଯଦି ଦୀପ ଜାଳୁଛନ୍ତି, ଆପଣ ଯଦି ସକାଳୁ ଆପଣ ମହାଦେବଙ୍କୁ ପୂଜା କରୁଛନ୍ତି, ଦୀପ ଜାଳୁଛନ୍ତି, ସେଇଠି ଗୋଟେ ଅଖଣ୍ଡ ଦୀପ ବସଉଛନ୍ତି, ତ ଆପଣ ସକାଳୁ ଦୀପଟି ଜାଳିପାରିବେ। ଆପଣ ଚାହିଁବେ ଯଦି ରାତ୍ରିର ପ୍ରଥମ ପହର ମାନେ ମାନେ ଅପରାହ୍ନ 3ଟାରୁ 6ଟା ଭିତରେ ଆପଣ ଗୋଟେ ଦୀପ ଜାଳିପାରିବେ। ସେଇ ଦୀପ ଆପଣ ମନ୍ଦିରରେ ଜାଳିପାରିବେ, ନହେଲେ ଘର ମଧ୍ୟ ଜାଳିପାରିବେ। ଘରେ ଆପଣ ଯେଉଁ ଦୀପଟି ଜାଳୁଛନ୍ତି, ଆପଣ କ'ଣ କରିବେ, ପ୍ରଥମେ ସେଇ ସ୍ଥାନକୁ ଟିକେ ଗୋବରରେ ଭଲ ଭାବରେ ପୋଛିଦେବେ। ପୋଛି ସାରିଲା ପରେ ମାନେ ଗୋବର ପାଣିରେ ପୋଛି ସାରିଲା ପରେ ସେଠି ଟିକେ ମୁରୁଜ ପକେଇବେ। ସେଠି ପ୍ରଥମେ କ'ଣ କରିବେ, ଟିକେ ଫୁଲ ଦେବେ, ଦୀପକୁ ଟିକେ ଚନ୍ଦନ ସିନ୍ଦୁର ଦେଇ ଆପଣ ସେ ଅଖଣ୍ଡ ଦୀପ ବସେଇ ପାରିବେ। ଅଖଣ୍ଡ ଦୀପ ଯେଉଁ ଆପଣ ବସେଇବେ, ଅଖଣ୍ଡ ଦୀପରେ ଆପଣ ସର୍ବଦା ମନେ ରଖିବେ ଯେ ଗୁଆ ଘିଅରେ ବସେଇବେ। ଯଦି ଗୁଆ ଘିଅ ସେତିକି ମାନେ ନାହିଁ, ତାହେଲେ ଆପଣ ରାଶି ତେଲରେ ମଧ୍ୟ ଦୀପଟି ବସେଇ ପାରିବେ। ଦୀପ ଯାହା ବି ବସେଇବେ ଆପଣ ପୂର୍ବ ମୁଖା ନହେଲେ ଉତ୍ତର ମୁଖା କରି ଦୀପଟି ମାନେ ଦୀପର ମୁଖ ଯେଉଁଟା ପୂର୍ବ ନହେଲେ ଉତ୍ତର ମୁଖା କରି ଦୀପଟି ଜାଳିବେ। ଆଉ ଦୀପଟା ଯେତେବେଳେ ଜାଳୁଥିବେ, ଆପଣ କ'ଣ କରିବେ, ସେଇ ପାଖରେ ବସିପାରିବେ। ଯଦି ବେଶୀ ସମୟ ବସି ପାରୁନାହାନ୍ତି ମଧ୍ୟ ଆପଣ ଟିକେ ଏପଟ ସେପଟ ହେଇକିନା ଚାଲିପାରିବେ। ସେଇ ଦୀପ ଜାଳିବା ଭିତରେ ଆପଣ ଚେଷ୍ଟା କରିବେ ଦୀପଟି ଯେମିତି ନ ଲିଭୁ, କାରଣ ଦୀପଟି ଲିଭିଲେ ଭଲ ନାହିଁ। ଯେହେତୁ ଆପଣ ଉପବାସ କରୁଛନ୍ତି, ବ୍ରତଟି କରୁଛନ୍ତି, ଦୀପଟି ଜାଳୁଛନ୍ତି, ତାହେଲେ ଚେଷ୍ଟା କରିବେ ଯେମିତି ଦୀପଟି ନ ଲିଭିବା ପାଇଁ ସବୁବେଳେ ଚେଷ୍ଟା କରିବେ ଦୀପଟି ଆଟଲିଷ୍ଟ ଆପଣ ରାତିରେ ଜାଳୁଛନ୍ତି ମାନେ ସିଏ ତା ପରଦିନ ଭୋର 3ଟା 4ଟା 5ଟା ପର୍ଯ୍ୟନ୍ତ ଜଳିବା ନିହାତି ଭାବରେ ଦରକାର। ତାପରେ ଦେଖନ୍ତୁ, ଯଦି ଆପଣ ଦୀପଟି ସେମିତି ଜଳୁଛି, ସକାଳ ହେଇଗଲା ତାପରେ ପର୍ଯ୍ୟନ୍ତ ଜଳୁଛି ମଧ୍ୟ, ତାକୁ ଆପଣ ମାନେ ଜାଣି ଶୁଣି କେବେ ଦୀପକୁ ଲିଭାଇବାକୁ ଚେଷ୍ଟା କରିବେନି। ଏମିତି ଫୁଙ୍କି କରି ଲିଭେଇ ଦେବେନି, କି ଆପଣ ଜାଣି ଶୁଣିକିନା ଚେଷ୍ଟା କରିବେନି। ସିଏ ଯେତେବେଳେ ମାନେ ଆପେ ଆପେ ଲିଭିଯିବ, ସେତେବେଳେ ଆପଣଙ୍କ ଦୀପଟି ମାନେ ଆପଣଙ୍କର ଶେଷ ହେଲା। ଠିକ୍ ଅଛି, ଆପଣ ଜାଣି ଶୁଣି କେବେ ଦୀପଟିକୁ ଲିଭେଇବେନି। ଯଦି ସକାଳ ହେଇଯାଇଛି ତଥାପି ଦୀପଟି ଜଳୁଛି, ତାହେଲେ ତାକୁ ଭୁଲ କରି ମଧ୍ୟ ଦୀପକୁ ଲିଭେଇବାକୁ ଚେଷ୍ଟା କରିବେନି। ଦେଖନ୍ତୁ, ମୁଁ ଆପଣଙ୍କୁ 3ଟା ଜିନିଷ କହିଦେଲି, ଜାଗର କାହିଁକି ପାଳନ କରାଯାଏ, କେମିତି ଉପବାସ କରିବେ, ଦୀପ କେମିତି ଜାଳିବେ। କିନ୍ତୁ ଏବେ ରହୁଛି ଯେଉଁମାନେ ଜାଗର ଓଷା କରୁନାହାନ୍ତି, ଯେଉଁମାନେ କେବଳ ଧରକ ଯେଉଁମାନେ ମାଆଙ୍କୁ କେବଳ ମାନୁଛନ୍ତି, ସେମାନେ ମାଆଙ୍କ ଭକ୍ତ ରହୁଛନ୍ତି, ସେମାନେ ଭାବୁଛନ୍ତି ଆମେ ଶିବରାତ୍ରି ବ୍ରତ କ'ଣ ପାଇଁ କରିବୁ। ତ ଯେଉଁମାନେ ମଧ୍ୟ ଭଗବାନ ବିଷ୍ଣୁଙ୍କୁ ମାନୁଛନ୍ତି, ସେମାନେ କହୁଛନ୍ତି ଯେ ଆମେ ହରଙ୍କୁ କ'ଣ ପାଇଁ ପୂଜା କରିବୁ। ତ ଶିବରାତ୍ରି ବ୍ରତ ନ କଲେ କ'ଣ ହୁଏ, କି ଶିବଦ୍ରୋହୀ ହେଲେ କ'ଣ ହୁଏ, ଦେଖନ୍ତୁ। ଫାର୍ଷ୍ଟ ଦେଖନ୍ତୁ, ମୁଁ ଆପଣଙ୍କୁ ଲିଙ୍ଗ ପୁରାଣରୁ ହିଁ ସୁଟ୍ କରି ଦେଖଉଛି। ତ ଏଠି କ'ଣ ଲେଖା ହେଇଛି ମୁଁ ପ୍ରଥମେ ପଢ଼ି ଦେଉଛି, ତାପରେ ତାର ଅର୍ଥ ବୁଝେଇଦେବି। ଶିବରାତ୍ରି ବ୍ରତ ଯେଉଁ ପରିତ୍ୟାଗ କରେ, ଭଗବତ ପୂଜା ଫଳ ସେ ପାଇ ନପାରେ। ଏଥିପାଇଁ ବିଘ୍ନ ସାଧୁ ବୈଷ୍ଣବ ନିକରେ, ଏହି ବ୍ରତ ଆଚରନ୍ତି ଶ୍ରଦ୍ଧା ଭକ୍ତି ବରେ। ଶ୍ରୀମୁଖରେ ସ୍ୱୟଂ ଆଜ୍ଞା କରିଛନ୍ତି ହରି, ମୋ ଭକ୍ତ ଯଦି ହୁଏ ଶିବେ ଦୋଷକାରୀ। ଅଥବା ଶିବଙ୍କ ଭକ୍ତ ମୋର ହୁଏ ଦ୍ରୋହୀ, ତେବେ ସେ ଉଭୟଙ୍କର ପରାଗତି ନାହିଁ। ଯେତେ କାଳ ଯାଏ ଚନ୍ଦ୍ର ସୂର୍ଯ୍ୟ ରହିଥିବେ, ସେ ପର୍ଯ୍ୟନ୍ତ ଦ୍ରୋହୀ ଜନେ ନରକ ଭୋଗିବେ। ସୌରଶକ୍ତି ଗାଣପତ୍ୟ ଶୈବ୍ୟ ବା ବୈଷ୍ଣବ, କିଏ ବା ଅନ୍ୟ ଦେବତା ପୂଜଇ ସେ ସର୍ବ। ଶିବରାତ୍ରି ମହାବ୍ରତ ନ ପାଳିବେ ଯେବେ, କେବେ ହେଁ ସେ ଇଷ୍ଟ ପୂଜା ଫଳ ନ ପାଇବେ। ଦେଖିଲେ, ମୁଁ ଆପଣଙ୍କୁ ପଢ଼ିକରି ଶୁଣେଇଦେଲି। ତାର ଅର୍ଥ ଦେଖନ୍ତୁ, ଶିବରାତ୍ରି ବ୍ରତ ଯିଏ ପରିତ୍ୟାଗ କରେ, ଶିବରାତ୍ରି ବ୍ରତ ଯିଏ ପୂଜା ନ କରେ, ସିଏ ଭଗବତ ପୂଜା ଫଳ ମଧ୍ୟ ପାଏ ନାହିଁ। ଯଦି ସିଏ ସର୍ବଦା ଭାଗବତ ରଖିକରି ପୂଜା କରୁଛନ୍ତି, ଭାଗବତ ପାଠ କରୁଛନ୍ତି, ଭାଗବତ ପୂଜା କଲେ, ତାର ପାଠ କଲେ କେତେ ଆମର ଅନନ୍ତ ପୁଣ୍ୟ ମିଳିଥାଏ। ଯଦି ସିଏ ଭାଗବତ ପାଠ କରୁଛନ୍ତି, ତାହେଲେ ସେଇ ଭାଗବତର ଫଳ ମଧ୍ୟ ଶିବରାତ୍ରି ବ୍ରତ ନ କଲେ ମଧ୍ୟ ମିଳେ ନାହିଁ। ତା ବ୍ୟତୀତ ଯେଉଁମାନେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଛନ୍ତି, ସେମାନେ ଯଦି ଭଗବାନ ଶିବଙ୍କୁ ହରଙ୍କୁ ମଧ୍ୟ ମାନେ ମାନୁନାହାନ୍ତି, ତାହେଲେ ସିଏ ମଧ୍ୟ ତାଙ୍କର ଦ୍ରୋହୀ। ମାନେ ଭଗବାନ ଏଠି କହିଛନ୍ତି ହର ହରି ସମାନ। ତ ହର ହରି ସମାନ ମାନେ ହର ଯିଏ ସିଏ ହରି, ହରି ଯିଏ ସିଏ ହର। ତେଣୁ ଆପଣ ଯଦି ହରିଙ୍କୁ ପୂଜା କରୁଛନ୍ତି, ହରଙ୍କୁ ସେଠି ନିହାତି ଭାବରେ ପୂଜା କରିବା ଦରକାର। ତେଣୁ ଆପଣ ଯଦି ହରିଙ୍କୁ ପୂଜା କରୁଛନ୍ତି, ତାହେଲେ ମଧ୍ୟ ଆପଣ ହରଙ୍କୁ ପୂଜା କରିବା ନିହାତି ଭାବରେ ଦରକାର। କେବେ ହରଙ୍କୁ ପୂଜା କରି ହରିଙ୍କୁ ପୂଜା ଯଦି ଆପଣ ନ କରୁଛନ୍ତି, ତାହେଲେ ମଧ୍ୟ ଆପଣ ତାଙ୍କର ଦ୍ରୋହୀ ହେଉଛନ୍ତି। ତା ବ୍ୟତୀତ ସେମିତି ଯଦି ଆପଣ ପାର୍ଥକ୍ୟ କି
ପାତର ଅନ୍ତର କଲେ ହର ହରିଙ୍କ ଭିତରେ ତାହେଲେ ମଧ୍ୟ ଆପଣ ନର୍କ ଗତିକୁ ମଧ୍ୟ ଯିବେ। ଆପଣଙ୍କ ଜୀବନ ଥିବା ପର୍ଯ୍ୟନ୍ତ ଆପଣ ନର୍କ ଭୋଗ କରିବେ। ତା ବ୍ୟତୀତ ଯେଉଁମାନେ ସୂର୍ଯ୍ୟ ପୂଜା କରୁଛନ୍ତି, ଗଣେଶ ପୂଜା କରୁଛନ୍ତି, ଯେଉଁମାନେ ବୈଷ୍ଣବୀ ପୂଜା କରୁଛନ୍ତି ବା ଯେଉଁମାନେ ଶକ୍ତିମାନଙ୍କୁ ମାନେ ମା ଶକ୍ତି ମାଙ୍କୁ ପୂଜା କରୁଛନ୍ତି, ଯେତିକି ମା ଅଛନ୍ତି, ମା ବୈଷ୍ଣବୀ ଦେବୀ ହୁଅନ୍ତୁ, ମା ଦୁର୍ଗା ହୁଅନ୍ତୁ, ମା ସନ୍ତୋଷୀ ମା ହୁଅନ୍ତୁ, ମା ଲକ୍ଷ୍ମୀ ହୁଅନ୍ତୁ, ଯେକୌଣସି ଦେବତାଙ୍କୁ ମାନେ ଆପଣ ମାଙ୍କୁ ମଧ୍ୟ ପୂଜା କଲେ ବି ତାହାର ଯେକୌଣସି ଫଳ ଆପଣଙ୍କୁ ମିଳିବ ନାହିଁ। ତା ବ୍ୟତୀତ ଅନ୍ୟ ଯେକୌଣସି ଦେବତାଙ୍କୁ ଆପଣ ପୂଜା କଲେ ମଧ୍ୟ ତାହାର ଫଳ ମିଳିବ ନାହିଁ ଯଦି ଆପଣ ଶିବରାତ୍ରି ମହାବ୍ରତ ଆପଣ ପୂଜା କରୁନାହାନ୍ତି। ତା ବ୍ୟତୀତ ଆପଣଙ୍କର ଇଷ୍ଟ ପୂଜାର ଫଳ ମଧ୍ୟ ଆପଣ ପ୍ରାପ୍ତି କରିପାରିବେ ନାହିଁ। ଦେଖନ୍ତୁ, ଏଇଟା କିଛି ମନଗଢ଼ା କାହାଣୀ ନାହିଁ, ଏଇଟା ପୁରାଣରେ ହିଁ ଲେଖାଯାଇଛି। ଆପଣ ଏବେ ମାନେ ବୁଝିପାରୁଥିବେ କ'ଣ ପାଇଁ ଆମର ଜାଗର ଓଷା ନିହାତି କରିବା ଦରକାର। ଆପଣ ଯଦି ବର୍ଷକ ସାରା ଭଗବାନଙ୍କୁ ପୂଜା କରୁଛନ୍ତି, ସେଇ ପୂଜାର ଫଳ ପାଇବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ମହାଶିବରାତ୍ରି ବା ଜାଗର ଓଷା କରିବାକୁ ବାଧ୍ୟତାମୂଳକ ହେଇଥାଏ। ତା ବ୍ୟତୀତ ଆପଣ ସେଇ ଯେଉଁ ପୂଜା କରୁଛନ୍ତି, ମାନେ ଶିବରାତ୍ରି ବ୍ରତ କରୁଛନ୍ତି, ମୁଁ ଆପଣଙ୍କୁ କହିଲି ଦୀପ କେମିତି ଜାଳିବେ, କ'ଣ କରିବେ। ଆପଣ ସେଦିନ ଯଦି ଗୋଟେ ଦୀପ ମହାଦୀପ ବି ମନ୍ଦିରରେ ଜାଳୁଛନ୍ତି ନା, ସେଥିରେ ଆପଣଙ୍କ ବହୁତ ପୁଣ୍ୟ ରହୁଛି। କାରଣ ଆପଣ ବର୍ଷକ 12 ମାସରେ ଦୀପ ଜାଳିବା ସହିତ ଆପଣ ସେଇ ଗୋଟିଏ ଦିନ ମନ୍ଦିରରେ ଦୀପ ଜାଳିବା ସହିତ ସମାନ। ତେଣୁକରି ଆପଣ ସେଇଦିନ ସର୍ବଦା ଚେଷ୍ଟା କରିବେ ନିର୍ଜଳା ବ୍ରତ କରିବେ। ତା ବ୍ୟତୀତ ଯଦି ଆପଣ ଦେହ ଖରାପ ରହୁଛି, କି ଆପଣ ପ୍ରେଗନେଣ୍ଟ ଅଛନ୍ତି, କି ଆପଣଙ୍କ ଉପରେ କାମର ପ୍ରେସର ବୋଧେ ରହୁଛି, ତ ଆପଣଙ୍କର ସୁବିଧା ଦେଖି ଆପଣ କିଛିଟି ବ୍ରତ ମାନେ ଯେମିତି ମାନେ ନିର୍ଜଳା ନ ରହିଲେ ମଧ୍ୟ ଆପଣ ମାନେ ସରବତ ପାଣି ଏସବୁ ପିଇକରି ମଧ୍ୟ ଆପଣ ବ୍ରତଟି ନିହାତି ଭାବରେ କରନ୍ତୁ ଆଉ ନିଜର ସବୁ ମନୋକାମନା ପୂର୍ଣ୍ଣ କରନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ଦିଅନ୍ତୁ। ନମସ୍କାର।